ଏଠି ଇଭିନିଂ ରେ ଆମେ ଆସିଗଲୁ କେଉଁଠି ଏଠି ଆସିଗଲୁ ପ୍ରିନ୍ସେପ୍ ବିଚ୍ ପ୍ରିନ୍ସେପ୍ ବିଚ୍ କହୁଛି ପ୍ରିନ୍ସେପ୍ ଘାଟ ମୁଁ ମାନେ ସି ବିଚ୍କୁ ଯାଇ ଭାବୁଛି ବୋଲି ପ୍ରିନ୍ସେସ୍ ଘାଟ ଏସେ ଆସି ବୁଲିବାକୁ ତାହେଲେ ଏଇ ଡଙ୍ଗାରେ ଆମେ ବସିଥାନ୍ତୁ ଯେଉଁ ଚପୁ ବାଲା ଡଙ୍ଗା ଗୁଡ଼ା ଆମକୁ ଭରସା ପାଇଲାନି ଏଇ ଯେଉଁ ଅକାତ ପାଣି କେଡ଼େ କେଡ଼େ ଡଙ୍ଗା ଜାହାଜ ସବୁ ଥୁଆ ଦେଖିପାରୁଛୁ ଆମକୁ ଡର ଲାଗିଲା ଆମେ ବସିଲୁ ସେଠି ବୁଲାବୁଲି କରିକି ଆଇଲା ପରେ ଆମେ ଆକ୍ଚୁଆଲି ଏଠି ଆସି ଭେଜ୍ ମୋମୋ ଖାଉଛୁ ପନିର ମୋମୋ ଆଉ ଚିକେନ୍ ମୋମୋ ଆଉ ମିଳିଲାନି ତ ଖାଇଲୁନି ଆମେ ଆକ୍ଚୁଆଲି ମୋମୋଟା ବହୁତ ଟେଷ୍ଟ ଥିଲା ଚଟଣିଟା ଭଲ ଟେଷ୍ଟ ଥିଲା ଏଠି ଆସିଲୁ ଆମେ ରୁମ୍କୁ ଆଉ ଆଇଲା ପରେ ଇଏ ଯାଇନଥିଲେ ଆଉ ମୋ ପୁଅ ତ ଯାଇଥିଲା ମୋ ସାଙ୍ଗରେ ସେଠୁ ଚେଞ୍ଜ କରିକି ମିଆଁ ମୋର କିଛି ଆଣିଥିଲୁ ଆଉ ମୋମୋ ବି ଆଣିଥିଲୁ ସେ କହୁଛନ୍ତି ଚଟଣିଟା ରାଗ କରିଦେଲ ଆଉ ବେଶୀ ମୁଁ କ'ଣ କରିଛି ନା କ'ଣ ତାପରେ ଏଇଟା ନେକ୍ସଟ ଡେ ମାନେ ଏଇଟା ଆମର ଲାଷ୍ଟ ଡେ ହେଲା କୋଲକାତାରେ ତ ଲାଷ୍ଟ ଟାଇମ୍ ଭିକ୍ଟୋରିଆ ପ୍ୟାଲେସ୍ ଆମେ ଯେତେ ଥର 3-4 ଥର କାଲକାଟା ଗଲୁଣି ତ ଆମେ ଭିକ୍ଟୋରିଆ ପ୍ୟାଲେସ୍ ଯେବେ ବି ଯାଉ ମଣ୍ଡେ ଦିନ ସେ ଅଫ୍ ଥାଏ ମାନେ ବନ୍ଦ ଥାଏ ସିଏ ତ ଆମେ ତା ଭିତରକୁ ଯାଇନୁ ସବୁବେଳେ ବାହାରେ ହିଁ ଫଟୋ ଉଠେଇକି ପଳେଇ ଆସୁ ତ ଆଜି ଫାଇନାଲି ଆମେ ତା ଭିତରକୁ ଯିବୁ ମାନେ ଭିତରକୁ ଆଜି ଖୋଲା ଅଛି ତ ମଣ୍ଡେ ଦିନ ହିଁ ବନ୍ଦ ଥାଏ ଯେଉଁମାନେ ଆପଣମାନେ ଜାଣିନାହାନ୍ତି ମୁଁ କହିଦେଉଛି କୋଲକାତା ଗଲା ମାନେ ମଣ୍ଡେ ଦିନ ଭିକ୍ଟୋରିଆ ପ୍ୟାଲେସ୍ ବନ୍ଦ ଥାଏ ତ ଆପଣ ଯାଇପାରିବେନି ଗଲେ ବି କିଛି ମୂଲ୍ୟ ନାହିଁ ଖରାରେ ଖାଲି ବୁଲିବାଲି ଆସିବେ ତ ଏଠି ଆମେ ସେ ଫଟୋ ସବୁ ଉଠେଇଦେଲୁ ଖରାରେ ଆଉ କାହାର ଇଏ ନାହିଁ ପୋଜ୍ ଦେବାକୁ ତାପରେ ଆଗରେ ହିଁ ରାଣୀ ଠିଆ ହେଇଛନ୍ତି ଆମରି ଦେଶରେ ଆସିକି ନିଜେ ବି ରାଣୀ ହେଇଯାଇଛନ୍ତି ତ ଆକ୍ଚୁଆଲି ପ୍ୟାଲେସ୍ ବଢ଼ିଆ ହିଁ ହେଇଛି ଏଇ ଆମରି ଲୋକମାନେ ହିଁ କରିଛନ୍ତି ଫଟୋ ହିଁ ତାଙ୍କ ସାମ୍ନାରେ ଅଛି ଆମରି ଓଡ଼ିଶା କହୁଛି ହିନ୍ଦୁ ଲୋକ ହିଁ କରିଛନ୍ତି ଏ ପ୍ୟାଲେସ୍ଟାକୁ କାରଣ ସେମାନଙ୍କର କେଉଁଠି ଆଉ ସେମାନେ ଆମକୁ ମୂଲ୍ୟ ମଜୁରୀ ଭଳିଆ କାମ କରାଉଥିଲେ ଆଉ ସେମାନେ କେଉଁଠି କରିବେ ଏ ପ୍ୟାଲେସ୍ଟା ହିଁ ଆମେ ତାଙ୍କୁ କରିକି ଦେଉଛୁ ସିଏ ନିଜେ ରହିକିନା ଆମରି ଉପରେ ବସି ତାଗିଦ କରୁଥିଲେ ଏଠି ତା ଗୁମତଟା ଦେଖନ୍ତୁ କେତେ ସୁନ୍ଦର ହେଉଛି ମାନେ ବାହାରୁ ଜଣାଯାଉଛି କିଛି ଯେମିତି ତା ଭିତରେ ଲାଇଟ୍ ମାନେ ପଡ଼ିଲା ଭଳିଆ ଜାଗା ନାହିଁ କିନ୍ତୁ ଭିତରୁ କେମିତି ଜଣାଯାଉଛି କେତେ ସୁନ୍ଦର ହେଇଛି ମାନେ କାରିଗରୀଟା ଆପଣ ଦେଖିଲେ ଆମକୁ ମନ ଖୁସି ହେଇଯିବ ମାନେ ଆମରି ଜାଗାରେ ଆମରି ପଇସାରେ ଆମରି ଲୋକମାନେ କାମ କରିକିନା ସେମାନେ ଆସି ଆମ ଉପରେ ରାଜ କରୁଥିଲେ ଆଉ ଏ ଯେଉଁ ଚେୟାରଟା ଦେଖୁଛନ୍ତି ଇଏ ପିଓର ହାତୀ ଦାନ୍ତରେ ପୁରା ତିଆରି ହେଇଛି ସେପଟେ ଲେଖା ମଧ୍ୟ ହେଇଛି ମୁଁ ଆପଣଙ୍କୁ ଜୁମ୍ କରି ଦେଖେଇ ପାରିଲିନି ପୁରା ପଢ଼ିଛି ହାତୀ ଦାନ୍ତରେ ପୁରା ତିଆରି ହେଇଛି ଆଉ ଏ ରାଣୀ ଭିକ୍ଟୋରିଆର ମୂର୍ତ୍ତିଟା ଗୋଟେ ସଂଗମରମର ପଥରରେ ପୁରା କାରସାତି କରିକି ତାକୁ କରିଛନ୍ତି ମାନେ ଏତେ ସୁନ୍ଦର ଲାଗିବ ପାଖରୁ ଏସବୁ ପୁରୁଣା କରା ରିଭଲଭର ହେଇକା ଆଉ ସବୁ ଲେଖାଲେଖି ଯାହା ସବୁ ହେଇଛି ମାନେ ଏଇ ସବୁ ମାନେ ଏଇଟା ହେଲା ଲାଷ୍ଟର ଯୁଦ୍ଧ ଟାଇମ୍ରେ ମାନେ ସେମାନେ ଆମଠୁ ହାରି ଯାଇଥିଲେ ସେଇଟା ପୁରା ଏଠି ଲେଖା ରଚିତ ହେଇଛି ଆଉ ଏଇଟାକୁ ମୋ ପୁଅ ଦେଖୁଥିଲା ଆସିକିନା ଇଏ ତୋପକା ଗୋଲାକୁ ଆଉ ଏଠି କେଡ଼େ ମାନେ ଏଡ଼େ ଥୁଆ ହେଇଛି ଗନ୍ ଗୁଡ଼ା ମାନେ ଆପଣଙ୍କ ସେତେବେଳେ ଟାଇମ୍ରେ କେତେ ମାନେ ଜାଣିପାରୁଥିବେ ମାନେ ବଡ଼ ଲୋକ ଗୁଡ଼ା ଥିଲେ ଏମାନେ ଏଗୁলো ଧରି ପାରୁଥିଲେ ଏମିତି ତ 6-7 ଫୁଟ ଲୋକ ଆଗକୁ ତ ଧରି ପାରିବେନି ମ୍ୟାକ୍ସିମମ୍ 6-7 ଫୁଟ ଲୋକ ତ ଅଛନ୍ତି ଆମେ ଏବେ ଆଉ ଏତେ ଓଜନ ଆଉ ଲୁହାର ପୁରା ସେ କେମିତି ତାକୁ ଧରିକି ପୁଣି ଯୁଦ୍ଧ କରୁଥିଲେ ବୁଲୁଥିଲେ ଚାଲୁଥିଲେ ମାନିବାକୁ ପଡ଼ିବ ତାଙ୍କୁ ମାନେ କ'ଣ ବଳକୁ ମାନିବାକୁ ପଡ଼ିବ ଆଉ ଏମାନେ ସବୁ ଗୋଟା ମୁଁ ଜଣଙ୍କ ଆପଣ ନାଁ ଲେଖିଦେଉଛି ଏ ବିକ୍ରମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ସମସ୍ତଙ୍କର ଫଟୋ ସହ ପୁରା ଡିଟେଲ୍ସ ସବୁ ଲେଖା ହେଇଛି ମଧ୍ୟ ଆଉ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଗ ମୋ ପୁଅକୁ ମୁଁ ଦେଖାଇ ଦେଇଛି ମୋ ପୁଅ ସବୁ ଭଲସେ ବୁଲିଛି ଆଉ ଏନ୍ଜୟ